ଛବିଶରେ ହୀରାକୁଦ ଉଛୁଳି ପଡିବ। ଓଡିଶାର 3 ଭାଗ ବସାଇନ ନବ। ପଶୁ ପକ୍ଷୀ କୀଟ ତରୁ କିଏ ଠାକୁରଙ୍କ ନିନ୍ଦା କରୁଛି? ନା କେହି ନିନ୍ଦା କରୁନାହାନ୍ତି। ଏ ମଣିଷ ହିଁ କେବଳ ତତେ ନିନ୍ଦା କରୁଛି। ଖାଦ୍ୟ ସଙ୍କଟ ଏମିତି ପଡିବ, ଖାଦ୍ୟ ଟୋଟାଲ ନଥିବ, ଲୋକ ଏଇ ପ୍ରକାର ଅବସ୍ଥାକୁ ପଳେଇ ଆସିବେ। ସେଇ ବାତ୍ୟା, ସେଇ ବନ୍ୟା, ସେଇ ମରୁଡି, ସେଇ ରୋଗ, ସେଇ ଭୂମିକମ୍ପ, ସେଇ ଜ୍ୱର, ସେ ଯାହା ହଉ ସବୁ ହଉଛନ୍ତି ପ୍ରଭୁ। ଆଚ୍ଛା, ଯେମିତି ବର୍ତ୍ତମାନ 2024 ମସିହାରେ ମଧ୍ୟ କୁହା ହେଲାଣି 24 ମସିହାରୁ 2026ରେ ଆପଣଙ୍କର ହୀରାକୁଦ ବନ୍ଧ ଭାଙ୍ଗିବ, ହୀରାପାରା 2026ରେ ମିଳନ ହେବେ। ବଡ ବଡ ପ୍ରବଚକ ମାନେ, ବଡ ବଡ ଚ୍ୟାନେଲରେ ମଧ୍ୟ କୁହାଯାଇଛି ଯେ 2026 ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିବ। ବାସ୍ତବିକ କେତେ ଦୂର ଯୁକ୍ତିଯୁକ୍ତ, କେତେ ଦୂର ସତ୍ୟ? ଯଦି ନ ଭାଙ୍ଗିଲା, ଯେମିତି ବର୍ତ୍ତମାନ ଖରା ଯେମିତି ହଉଛି, କହିଲେ 7 ଦିନ 7 ରାତି ଅନ୍ଧାର ହବ 2026 ମଇ 26 ତାରିଖରୁ ଜୁନ 3 ଭିତରେ କିଛି ନାହିଁ। ବର୍ତ୍ତମାନ ଖରା ଜୋର ଟାଣ ଖରା, ଯେ ଘରୁ ବାହାରି ହଉନି। କିନ୍ତୁ ସେମିତି ଯେ ମାନେ କହିଛନ୍ତି, ମୁଁ କହୁଛି ଯେ 2026 ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିବ ନାହିଁ। ହଁ, କେବେ ଭାଙ୍ଗିପାରେ, କିନ୍ତୁ 2026 ମସିହାରେ ଭାଙ୍ଗିବ। ନିରାଟ ସତ୍ୟ। ଶୁଣନ୍ତୁ, ମହାପୁରୁଷ ଲେଖିଛନ୍ତି, ବନ୍ଧ ଭାଙ୍ଗିବା କଥା ଲେଖିନାହାନ୍ତି। ଆଉ ଏଇ ଯୋଉ ପ୍ରଚାର ସେ ଲେଖିଛନ୍ତି 26ରେ ହୀରାକୁଦ ଉଛୁଳି ପଡିବ, ମାନେ ଅତ୍ୟଧିକ ପାଣି ହବ, ପାଣି ଅଧିକା ଓଭରଫ୍ଲୋ ହେଇପାରେ। ଉଛୁଳିବା ମାନେ କଣ? ବଢିକିରି ଓଭରଫ୍ଲୋ ହବ। ଓଡିଶାର 3 ଭାଗ ବସାଇନ ନବ, ମାନେ ବନ୍ୟା ଆସିବ, ବନ୍ୟା ଭଳିଆ ହବ। ଏ ଜିନିଷ ହବ। ବନ୍ଧଟା ଭାଙ୍ଗିବା କଥାଟା ଯୋଉ କହୁଛନ୍ତି, ସେଇଟା ମୁଁ ପଢିନି କି ମୁଁ ଜାଣିନି କି ସେ ବାବଦରେ ମୁଁ କହିପାରିବିନି। କିନ୍ତୁ ଆମେ ପଢିଛୁ, ଲେଖା ହେଇଛି ମହାପୁରୁଷଙ୍କ ଲେଖାରେ, 26ରେ ହୀରାକୁଦ ଉଛୁଳି ପଡିବ, ଓଡିଶାର 3 ଭାଗ ଭସାଇନ ନେବ, ଜଳେ ସମୂହ ନାଶ ଯିବ, କେବଳ ମତ୍ସ୍ୟ ଦେଶ ଥିବ। ମତ୍ସ୍ୟ ଦେଶ କହିଲେ ଆମର ଏଇ ଓଡିଶାର କୁଣ୍ଡିନ ନଗର ମତ୍ସ୍ୟ ଦେଶ। ଆମର ଯୋଉ ରୁକ୍ମିଣୀଙ୍କର ବାପଘର ଅଛି ଆମର ଭୀଷ୍ମକୁଣ୍ଡି, ସେଇଟା ହିଁ ହଉଛି ମତ୍ସ୍ୟ ଦେଶ। ମତ୍ସ୍ୟ ଦେଶର ରଜା ସିଏ ଥିଲେ, ବିଦର୍ଭ ରଜା ବି କୁହନ୍ତି। ଏମିତି ତାର ସବୁ ଅଛି ପ୍ରମାଣ। ଯାହା ହଉ, ସେ ସମୟ କହିବ ସେ କଣ ହବ ନ ହବ। ମୁଁ ଗୋଟେ କଥା ମୋ ମନରେ ଆସିଲା। କଣ ଆସିଲା ନା, ସଂସାରରେ ପ୍ରଭୁ ଏତେ ସୁନ୍ଦର ସଂସାର କରିଛନ୍ତି, ଏତେ ସୁନ୍ଦର ଜୀବ ସୃଷ୍ଟି କରିଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ସାପ ବେଙ୍ଗ, ଏମିତି ସବୁ ବହୁତ ଜିନିଷ ଅତି ବିଚିତ୍ର ବିଚିତ୍ର ତାଙ୍କ ରୂପ ଦେଇଛନ୍ତି। ଦେଖିବାକୁ ଅତି ମନୋରମ ଲାଗୁଛନ୍ତି ସେମାନେ। ବାଘ ଭାଲୁ ଭଲ ବିଚିତ୍ର ବେଳେ ଚିତ୍ରଣ ହେଇଛିନି ଆଉ। କିନ୍ତୁ ଏ ମଣିଷକୁ କାହିଁ ତିଆରି କଲେ ପ୍ରଭୁ? ଏ ମଣିଷକୁ ତିଆରି କରିବା ଦ୍ୱାରା ପ୍ରଭୁଙ୍କର ଲାଭ କଣ ହେଲା? ଏ ଜିନିଷଟା ମୋ ମୁଣ୍ଡରେ ଆସିଲା। ମୁଁ କହିଲି, ଆରେ ସବୁ ତ ସଂସାରରେ ପ୍ରଭୁ କଲେ, କଲା ପରେ ଏ ମଣିଷ ଯୋଉ ଗୋଟିଏ ଜୀବ ସୃଷ୍ଟି କଲେ, ଏ ମଣିଷ ଜୀବର ତ ବହୁତ କିଛି ମାନେ ବ୍ୟତିକ୍ରମରେ ମଣିଷ ଚାଲିଛି। କଣ ପାଇଁ ଏ ମଣିଷକୁ ସୃଷ୍ଟି କଲେ? ୟାରି ଉପରେ ମୁଁ ଗୋଟେ ବିପଦ ଲେଖିଲି। ଯେତେ ରୂପ ପ୍ରଭୁ ଗଢିଛ ସଂସାରେ, ସବୁ ତ ସୁନ୍ଦର ଦିଶଇ, କାହିଁକି ଗଢିଛ ଏ ମଣିଷ ପ୍ରଭୁ, ପିଲାଭ ପାଉଛ ଭାବ। କାହିଁକି ଏ ମଣିଷ ଗଢିଲ? କଣ ଏଥିରୁ ତମେ ଲାଭ ପାଇବ? କଣ ପାଇଁ ଏ ମଣିଷ ତିଆରି କଲ? ପଶୁ ପକ୍ଷୀ ଠାରୁ କୀଟ ତରୁ ଯାଏ, ତୁମ୍ଭ ଦ୍ରୋହୀ କେହି ନୁହଁ। ପଶୁ ପକ୍ଷୀ କୀଟ ତରୁ କିଏ ଠାକୁରଙ୍କ ନିନ୍ଦା କରୁଛି? କେହି ନିନ୍ଦା କରୁନାହାନ୍ତି। ଲୋଭେ ମୋହେ ହୋଇ ଅନ୍ଧ ଆଜିର ମଣିଷ, ଯଶ ଗୁଣ ତୋର ନିନ୍ଦଇ। ଏ ମଣିଷ ହିଁ କେବଳ ତତେ ନିନ୍ଦା କରୁଛି, ଖାଇକି ତତେ ନିନ୍ଦା କରୁଛି। କେହି ଆଉ ତୋର ନିନ୍ଦା କରୁନାହାନ୍ତି। ଏଇ ମଣିଷ, ଯେ ମଣିଷ ସୁନ୍ଦର ସୃଷ୍ଟି ପାଇଁ ମଣିଷ ତିଆରି କଲ, ସେ ମଣିଷ ହିଁ ତମରି ଯଶ ଗୁଣ ନିନ୍ଦା କରୁଛନ୍ତି। ଭାବୁ ଅଛି ମନେ ନିଜେ ସେ ଈଶ୍ୱର, ମୋଠୁ କେବା ବଡ ଅଟଇ। ସବୁ ମୁଁ କରୁଛି, ସବୁ ଜାଣିଅଛି, ସବୁ ମୋର ବୁଦ୍ଧି ଖଟେ। ମୋ ବୁଦ୍ଧି ହଉଛି ବଡ, ଠାକୁର କେହି ନୁହଁ। ମୋ ବୁଦ୍ଧି ଖଟେଇକିରି ମୁଁ ସବୁ କରୁଛି, ଠାକୁର କିଏ? ଏ କଥା ମଣିଷ ଚିନ୍ତା କରେ, ଅହଙ୍କାର ଭିତରେ ଅଛି। ବିଜ୍ଞାନ ଭଳିଆ ଏତେ ବଡ ଜ୍ଞାନ ମଣିଷ ପାଖରେ ଅଛଇ, ସେହି ଜ୍ଞାନ ବଳେ ଦୁନିଆ ମଧ୍ୟରେ ମଣିଷଟି ବଡ ବୋଲାଇ। କହୁଛି, ବିଜ୍ଞାନ ଭଳିଆ ଜିନିଷ ଯେତେବେଳେ ମଣିଷ ହାତକୁ ଆସିଗଲା, ସେଇ ଜ୍ଞାନ ବଳରେ ଆମେ ସାରା ସଂସାରରେ, ସାରା ତ୍ରିପୁରରେ ଆମେ ହେଲୁ ବଡ। ଆମ ଭଳିଆ ବଡ କେହି ନାହିଁ। ବିଜ୍ଞାନ ଆଗରେ କେହି ଦେବତା କାମ କରିବେନି। ଏ ଗର୍ବ ମଣିଷ ମନରେ ଆସିଛି।
ଦେବତା ମଣିଷ ଭିତରେ ପାର୍ଥକ୍ୟ ନାହିଁ କିଛି ସଦା କୁହଇ, ଏତିକି ଜାଣିନି ଏ ମୂର୍ଖ ମଣିଷ, ଈଶ୍ୱରଠୁ ବଡ କିଏ ନାହିଁ। ସେ ସବୁବେଳେ କହୁଛି ଦେବତା କିଏ ମଣିଷ କିଏ କିଛି ପାର୍ଥକ୍ୟ ନାହିଁ, କିନ୍ତୁ ଏଡେ ମୂର୍ଖ ଏ ଜୀବ ମଣିଷ, ଈଶ୍ୱରଙ୍କ ଠାରୁ ବଡ କିଏ ଏ ସୃଷ୍ଟି ଅଛି ଏ କଥା ସେ କେବେ ବୁଝିପାରୁନି। ତା ଠାରୁ କିଏ ବଡ ଅଛି? ତେଣୁ ଏ କଥା ବି ତା ମୁଣ୍ଡରେ ପଶୁନି। ଇଚ୍ଛା କଲେ ପ୍ରଭୁ ଆଖି ପଲକରେ ଯାହା ଇଚ୍ଛା ତାହା କରଇ, ତେଣୁ କରି ବୁଝ ରେ ମୂଢ ଅଜ୍ଞାନ, ପ୍ରଭୁ ପରି କେହି ନୁହଁ। ସେ ଯଦି ଇଚ୍ଛା କରିବେ ପଲକ ମାତ୍ରରେ ଏ ସୃଷ୍ଟିଟା ଟୋଟାଲ ଓଲଟିଯିବ। ଯାହାର ନିଦର୍ଶନ 99 ମସିହା ବାତ୍ୟା ଲୋକ ଦେଖିଛନ୍ତି, ପାଣି ମାଡି ଆସିଲା ପୁରା ସ୍ମାସ କରି ନେଇଗଲା, କେତେ ଗଲେ କେତେ ମଲେ ତାର କିଛି ହିସାବ ନାହିଁ, କେତେ ସମୟ ଲାଗିଲା। ଏ ମଣିଷ ସେ ଚେତନା ତାର ଆସିନି। ଆଚ୍ଛା, ଜଗନ୍ନାଥ ବସି ଚିନ୍ତା କରୁଛନ୍ତି। ଜଗନ୍ନାଥ ବସିକିରି ମଣିଷ ତିଆରି କରିଦେଇଛନ୍ତି ସତ, କିନ୍ତୁ ବସିକିରି ଚିନ୍ତା କରୁଛନ୍ତି। କଣ ଚିନ୍ତା କରୁଛନ୍ତି ନା ମଣିଷ ପାଇଁ ମୋ ବଢେଇ, ଏ ଯୋଉ ମଣିଷ ତିଆରି କରିଥିଲି ମୋ ବଡିମା ଦେଖିବେ, ମୋ ଯଶ ଗାଇବେ, ମୋ ଗୁଣ ଗାଇବେ, ମୋର ପୂଜା କରିବେ, ମୋର ନାଁ ଚାରିଆଡେ ପ୍ରଚାର କରିବେ, ମୋର ମାନ ସମ୍ମାନ ସାରା ପୃଥିବୀରେ ବ୍ୟାପିବ, ମୋର ଯୋଉ ଜିନିଷ ସବୁ ଏସବୁ ଜିନିଷ ବଡ ପାଇଁ ମୁଁ କରିଥିଲି। ଭାବିଲା ବେଳକୁ ବୁଦ୍ଧି ବଣା ହୋଇ ଆଖି ପତା ନ ପଡଇ, ଆଖି ଗୋଲ ହେଇକି ରହିଯାଇ, ଆଉ ପତା ପଡୁନି। କାହିଁକି ମଣିଷ କରିଦେଲି, ଆଉ ଏସବୁ କଥା ଭାବିଲା ବେଳକୁ ତାଙ୍କ ଆଖି ପତା ଆଉ ପଡୁନି। କାହିଁକି ଗଢିଲି ଏ ମଣିଷ ମୁହିଁ, କିଛି ଜାଣି ନ ପାରଇ, ଯାଉଛି ଶେଷରେ ଏ ମଣିଷ ପାଇଁ ସଂସାରକୁ ଦେବି ବୁଡେଇ। କହିଲେ ଯା, ଆଉ ତ କିଛି ସମ୍ଭାଳି ପାରିବିନି, ଏ ସଂସାରକୁ ଯାଉଛି ଏ ମଣିଷ ପାଇଁ, ଏ ସଂସାରଟାକୁ ଟୋଟାଲ ନଷ୍ଟ କରିଦେବି। ସେଇଆ ହବ। ଭଗବାନ ବସିକି ଚିନ୍ତା କଲେଣି ଏ କଥା। ଶୁଣ, କେମିତି ବୁଡେଇବି ନା ସନ୍ଥନ ମାନଙ୍କୁ ରକ୍ଷା କରି ମୁହିଁ ପାପି ସବୁ ଦେବି ଅଡେଇ, ଧାନକୁ ରଖିବି ବାଳୁଙ୍ଗା ବାଛିବି, ତାହା ବାଟ ମୁହିଁ ଜାଣଇ। କେମିତି ବଛା ହବ ସେ ବାଟଟି କେବଳ ମୁଁ ଜାଣି, ଅଲଗା କେହି ଜାଣିନାହାନ୍ତି। ତେଣୁ ଏଇ ପ୍ରକାରରେ ମୁଁ ଏ ସଂସାରକୁ ବୁଡେଇବି। ପ୍ରଭୁ ବୋଲି ମୋତେ ଆଉ ନ ମାନନ୍ତି, ଏ ସଂସାରକୁ ମୁଁ ପାଳଇ, ଯାହା ମୁଁ ଚାହିଁବି ତାହା ମୁଁ କରିବି, କେହି ଯିବେ ନାହିଁ ବଳେଇ। ପ୍ରଭୁ ଏକଥା ଚିନ୍ତା କରିକି ବର୍ତ୍ତମାନ ଇଏ ଯୋଉ କହୁଛନ୍ତି କଳିଯୁଗ ସରିବ, କଳିକି ଅବତାର ହବ, ଭଲ ମନ୍ଦ ହବ, ସେ ପ୍ରଭୁଙ୍କ ମୁଣ୍ଡରେ ବି ସେ ଚିନ୍ତା ଆସିଲାଣି ଏ ମଣିଷ ସଂସାରକୁ ବୁଡେଇବାକୁ। ସିଏ ବି ଆଉ ବାଟ ପାଉନାହାନ୍ତି। ଏ ଯୋଉ ଜନ ବିସ୍ଫୋରଣ ହେଲାଣି, କେମିତି ଏ ପାପି ସଂହାର ହେବେ, ସେ ଆଟେ ଟାଇମ ସବୁ କରିଦେବେ ଜଣା ପଡିଲାଣି। ନିଶ୍ଚୟ ଦେଖନ୍ତୁ, ବର୍ତ୍ତମାନ ଯଦି ଏଲିନ ପ୍ରଭାବରେ ଯୋଉ ଗରମ ବର୍ତ୍ତମାନ ହଉଛି, ଆଗକୁ ମଧ୍ୟ ସେପ୍ଟେମ୍ବର ମାସ ଯାକେ ହବ। ବର୍ଷା ମଧ୍ୟ ସ୍ୱାଭାବିକ ଯୋଉ ବର୍ଷା ହୁଏ ତାଠାରୁ କମ ବର୍ଷା ହବ। ବିଶ୍ୱ ସାରା ଏଲିନର ପ୍ରଭାବ ରହିବ। ବୈଜ୍ଞାନିକ ମାନେ ବାର ବାର ସତର୍କ କରାଉଛନ୍ତି। ବୈଜ୍ଞାନିକ ମାନେ କହୁଛନ୍ତି ଯେ ଏ ବର୍ଷ ଖାଦ୍ୟ ଅଭାବ, ଖାଦ୍ୟ ସଂକଟ ମଧ୍ୟ ସୃଷ୍ଟି ହବ। କଣ ହବ, କେମିତି ପ୍ରକାର ପରିସ୍ଥିତି ସୃଷ୍ଟି ହବ, ତା କହିବା ବଡ ଆଶ୍ଚର୍ଯ୍ୟ କଥା। ଆମେ କେବେ ହେଲେ ବୈଜ୍ଞାନିକ ମାନେ ବି ଆକଳନ କରିପାରୁନାହାନ୍ତି, ବିଜ୍ଞାନ ମଧ୍ୟ ତାର ସଠିକ ତଥ୍ୟ ଦେଇପାରୁନାହାନ୍ତି। ମହାପୁରୁଷଙ୍କର ଲେଖା ଅଛି ଶିବକଳ୍ପରେ, ମାଣେ ଚାଉଳକୁ କାହାଣେ କୁଣିଆ, ନିର୍ମାଲ୍ୟ ପଡିବ ତୁଣ୍ଡେ। କାହିଁ ଲେଖିଲେ ସିଏ? ଏମିତି ସମୟ ଆସିବ, ତମର ଟିକେ ଅଛି ଖାନଦାନ ଘର ଅଛି, ତମ ଘରେ ଧାନ ଚାଉଳ ଅଛି, ତମର ଯେତେ ବନ୍ଧୁବାନ୍ଧବ ଆସି ତମ ଘରେ ପହଞ୍ଚିବେ, ତମର ଯେତିକି ରୋଷେଇ ହବ ସମସ୍ତେ ଏମିତି ନିର୍ମାଲ୍ୟ ଭଳିଆ ବାଣ୍ଟିକିରି ଖାଇବେ, କାରଣ ଖାଦ୍ୟ ନଥିବ। ଖାଦ୍ୟ ସଙ୍କଟ ଦେଖା ହେଲା। ଖାଦ୍ୟ ସଙ୍କଟ ଏମିତି ପଡିବ, ଖାଦ୍ୟ ଟୋଟାଲ ନଥିବ, ଲୋକ ଏଇ ପ୍ରକାର ଅବସ୍ଥାକୁ ପଳେଇ ଆସିବେ। ଆଉ ଜଳ, ଖାଦ୍ୟ, ଏ ସବୁ ଜିନିଷ ଆସ୍ତେ 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 ସଙ୍କଟ ଆଡକୁ ଗତି କରୁଛି। ଏ ସଂସାରରେ, ପୃଥିବୀରେ ଜଳ କଷ୍ଟ ଆରମ୍ଭ ହେଲାଣି, ଖାଦ୍ୟ ସଙ୍କଟ ବି ବହୁତ ଜାଗା ଆରମ୍ଭ ହେଲାଣି। ଆଉ ପ୍ରକୃତି ତ ତା ଧୀରେ 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 ପ୍ରକୃତି କ୍ରୂର ହେଲାଣି। ଏ ଯୋଉ ସମୟ ସବୁ ଚାଲିଛି, ଏ ସବୁ ମହାପୁରୁଷଙ୍କର ଲେଖାରେ ଅଛି। ମହାପୁରୁଷଙ୍କ ଲେଖା ମିଛ କାହିଁକି ହବ? ମହାପୁରୁଷଙ୍କ ଲେଖା ଠିକ ଅଛି, କିନ୍ତୁ ଆମେ ତାକୁ କିଛିଟା ଅନୁଭବରେ ଜାଣିପାରୁଛେ, ଆଉ କିଛିଟା ଜାଣିପାରୁନେ। ଯିଏ ଅନୁଭବରେ ଜାଣୁଛି ସିଏ ଭାବୁଛି ନାଇଁ ମହାପୁରୁଷଙ୍କ ଲେଖା ଏଇଆ ଥିଲା, ଏ ଜିନିଷ ବୋଧେ ଏଇଆ ହଉଛି। ଯିଏ ଟୋଟାଲ କିଛି ନ ଜାଣି, ସେ ଚାହୁଁଛି ଗୋଟେ ମିରାକିଲ। ମିରାକିଲ କଣ? ରାତି ପାଇଲା ବେଳକୁ ପୁରା ଲୋକ ମରିଯାଇଥିବେ, ରାତି ପାଇଲା ବେଳକୁ ଏଠି ଏଇଟା ଅଛି ଜନବସତି, ଆ ଉପରେ ପାଣି ଚାଲୁଥିବ। ଇଏ ଯୋଉ ଜିନିଷ ସବୁ କହୁଛନ୍ତି ଏମିତି ହେଇକି ସବୁ ବିନାଶ ହବ, ସେଗୁଡାକ ହବନି।
ଖଣ୍ଡେ 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 ଖଣ୍ଡ ପ୍ରଳୟ ହେଇକା ଯିବ। ସେ ବା କହୁଛନ୍ତି ବ୍ରହ୍ମାଣ୍ଡ ଭୂଗୋଳରେ ଲେଖିଛନ୍ତି ପ୍ରଭୁ, ସିଏ ହଉଛନ୍ତି ସବୁ। ସେଇ ବାତ୍ୟା, ସେଇ ବନ୍ୟା, ସେଇ ମରୁଡ଼ି, ସେଇ ରୋଗ, ସେଇ ଭୂମିକମ୍ପ, ସେଇ ଜ୍ୱର, ସେ ଯାହା ହଉ ସବୁ ହଉଛନ୍ତି ପ୍ରଭୁ। ତେଣୁ ସିଏ ଯେତେବେଳେ ଯୋଉଠି ଯୋଉ ପ୍ରକାରର ଗ୍ରାସ କରିବା କଥା ସିଏ କରି। ସେ ବା ଉର୍ଣ୍ଣ ନାଭି ଗୋଟା ଲେଖା ହେଇନି ଆମର ଏଥିରେ, ବୁଢିଆଣୀ। ବୁଢିଆଣୀ ରାତିରେ ତା ପେଟରୁ ଜାଲ ସୂତା ବାହାର କରି ଗୋଟେ ବିରାଟ କାୟ ଜାଲ ବୁଣିଦବ। ଯେମିତି ସୂର୍ଯ୍ୟ ଉଦବ ସେ ଧୀରେ ଧୀରେ ତାକୁ ଖାଇଦେଇକି ସେଥିରେ ପଳେଇଯିବ। ପ୍ରଭୁ ଇଏ ସୃଷ୍ଟି କରିଛନ୍ତି ସେଇ ବୁଢିଆଣୀ, ସିଏ ନିଜେ ସୃଷ୍ଟି କରିଛି। ସେ ବୁଢିଆଣୀ ବୋଲି ଆକୁ ଦରକାର ପଡ଼ିଲେ ସିଏ ବି ଖାଇଦବ। ଏଥିରେ କିଛି ବୁଝିବାରେ ନାହିଁ। ଦେଖନ୍ତୁ ମାୟାଧର ବାବୁ ଜଣେ ମାଳିକା ବିଚାରକ, ମାଳିକା ଗବେଷକ। ତେଣୁ ସେ କହିଲେ ବାସ୍ତବିକ ଯୋଉ ପ୍ରକାର ପ୍ରଚାର ଚାଲିଛି ମିଛ ସତ କହି ବିଭିନ୍ନ ପ୍ରକାର, କେବଳ ଗୋଟା ଜିନିଷ ହଉଛି ଲୋକମାନଙ୍କୁ ଭ୍ରମିତ କରିବା, ଲୋକମାନଙ୍କୁ ଭୁଲ ତଥ୍ୟ ଦେବା, ଏଇଟା ମାଳିକା ନୁହେଁ ଆଜ୍ଞା। ମାଳିକା ସତ୍ୟ କଥା କହିବା, ଲୋକମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବା। ହଁ, ଆମେ ଯଦି ଡର ଲୋକଙ୍କୁ ମନ ଭିତରେ ଭରୁଛେ ବା କୌଣସି ଶଙ୍କା ମନ ଭିତରେ ଭରୁଛେ, ଆମେ ଲୋକମାନଙ୍କୁ ସେଇ ପ୍ରକାର ନିର୍ଦ୍ଦେଶ ବା ସେଇ ପ୍ରକାର ତଥ୍ୟ ଦେବା ଦରକାର ଯେ ଠିକ ଅଛି, ଆପଣମାନେ ସତ୍ ମାର୍ଗରେ ଚାଲନ୍ତୁ, ଉଚିତ ମାର୍ଗରେ ଚାଲନ୍ତୁ। ଯଦି ଆପଣଙ୍କର ଜୀବନ, ଆପଣଙ୍କର ଅର୍ଥ, ଆପଣଙ୍କର ସମ୍ପତ୍ତି, ଆପଣଙ୍କର ପରିବାର, ତାଙ୍କୁ ଯଦି ଉଦ୍ଧାର କରିବାର, ରକ୍ଷା କରିବାର ଆପଣଙ୍କର ଆଶା ବା ବିଶ୍ୱାସ ଅଛି, ତାହେଲେ ଭଗବାନଙ୍କ ମାର୍ଗରେ। ଭଗବାନ ମାର୍ଗ କଣ ନା ସତ୍ୟ, ଧର୍ମ, ନ୍ୟାୟ। ଏ ତିନିଟାକୁ ଧରିକି ଆପଣ ଚାଲିବେ ଯଦି, ତାହେଲେ ଆପଣଙ୍କ ପରିବାର, ଆପଣଙ୍କର ବନ୍ଧୁବାନ୍ଧବ, ଆପଣଙ୍କର ନିଜର ଯାହା ଯାହା ଅଛି ଅର୍ଜନ କରିଛନ୍ତି ତା କିଛି ମାତ୍ରାରେ ରକ୍ଷା ହେଇଯିବ। କାରଣ ଆମେ ତ କିଛି ନେଇକି ଆସିନେ, କିଛି ନେଇକି ମଧ୍ୟ ଯିବା ନାହିଁ। ଆସିଛେ ଆମେ ଏଇଠି ଲଙ୍ଗଳା, ଯିବା ଚାଲିଯିବା ଲଙ୍ଗଳା। ତେଣୁ ତାପରେ ବି ଆମେ ବାକି ଯୋଉ ସମୟ ରହିଲା, ଯେତେବେଳେ ଛୋଟ ଛୁଆଟେ ରହେ ସେ କିଛି ଜାଣିନଥାଏ, କଣ ଧନ, କଣ ସମ୍ପତ୍ତି, କଣ ଘର, କଣ ଦ୍ୱାରା କିଛି ଜାଣିନଥାଏ। ଯେତେବେଳେ ସେ ଛୁଆଟାରେ ବୁଦ୍ଧି ହୁଏ, ଯେତେବେଳେ 15, 17, 18 ବର୍ଷ ହେଇଯାଏ, ତାପରେ ତାର ଲାଳସା ବେଶୀ ବଢେ ଏବଂ ସେ ଧନ ପ୍ରତି ଆକୃଷ୍ଟ ହୁଏ ଏବଂ ଜୀବନ ସାରା ବିଭିନ୍ନ ପ୍ରକାର ଅନ୍ୟାୟ, ଅତ୍ୟାଚାର ଏବଂ କରି ଶୋଷଣ କରି ବିଭିନ୍ନ ପ୍ରକାର କାର୍ଯ୍ୟ କରି, ଅମାନସିକ କାର୍ଯ୍ୟ କରି, ଧନ ସଞ୍ଚୟ କରିକି ନିଜ କୋଠା ବାଡି, ଗାଡି ଘୋଡା କରିକି ପ୍ରତିଷ୍ଠିତ ହେବାକୁ ଚାହେଁ। କିନ୍ତୁ ଏ ଜିନିଷ କରିବା ସବୁଠାରୁ ହଉଛି ମହାପାପ ଏବଂ ବହୁତ ବଡ ଅନ୍ୟାୟ। ଆପଣ ପଇସା ରୋଜଗାର କରନ୍ତୁ, ମୁଁ ଅନେକ ଭିଡିଓରେ କହିଛି ପଇସା ରୋଜଗାର କରନ୍ତୁ, ଅର୍ଥ ରୋଜଗାର କରନ୍ତୁ, ଆପଣ ଘର କରନ୍ତୁ, ଦ୍ୱାର କରନ୍ତୁ, ଜାଗା କିଣନ୍ତୁ, ଗାଡି କିଣନ୍ତୁ, କମ୍ପାନୀ କରନ୍ତୁ, କିଛି ନାହିଁ। କିନ୍ତୁ ସତ୍ ଧର୍ମ, ହ୍ୱାଇଟ୍ ମନି ହେଇଥିବା ଦରକାର। ତୁମ ଲାଗି କେହି କାନ୍ଦୁ ନଥିବା ଦରକାର, ତୁମ ପାଇଁ କାହାରି ପରିବାର ଧ୍ୱଂସ ନ ହେବା ଦରକାର, ତୁମ ପାଇଁ କେହି କାହା ଆଖିରୁ ଲୁହ ନ ବହୁଥିବା ଦରକାର, ତୁମ ପାଇଁ କେହି ମାନେ ଅସୁବିଧା ବା କଷ୍ଟ ସମ୍ମୁଖୀନ ନ ହେଉଥିବା ଦରକାର। ତାହେଲେ ସେ ପଇସା ଆପଣଙ୍କ ପାଖରେ ରହିବ ଏବଂ ଆପଣଙ୍କର ଠିକ ସତ୍ କାର୍ଯ୍ୟରେ ଲାଗିବ। ନହେଲେ ଆପଣ ଯୋଉ ପଇସା ପାଇଁ ଆପଣ ଅନ୍ୟ ଉପରେ ଜୁଲମ କରୁଛନ୍ତି, ଅନ୍ୟାୟ କରୁଛନ୍ତି, ଅନୀତି କରୁଛନ୍ତି, ଦିନେ ସମୟ ଆସିବ ଯାହା ଉପରେ ଜୁଲମ କରୁଛନ୍ତି, ଯୋଉ ଗରିବ ଉପରେ ବା ଯୋଉ ଦୁଃଖୀ ଲୋକ ଉପରେ ଜୁଲମ କରୁଛନ୍ତି, ଦିନେ ତାରି ସନ୍ତାନ ହେଇ, ତାରି ନାତି ପୋତା ତାରି ଘରେ ଜନ୍ମ ହେବେ। ଆପଣ ଜାଣିପାରିବେ ନାହିଁ ଯେ ମୁଁ ଏଠି କାହିଁ ଜନ୍ମ ହେଲି। ଆପଣ ମଧ୍ୟ କୌଣସି ବ୍ୟକ୍ତି କହିପାରିବ ନାହିଁ ମୁଁ କୁଆଡେ ଆଗ ଜନ୍ମରେ କଣ ଥିଲି, ପୂର୍ବ ଜନ୍ମରେ କଣ ଥିଲି। କିଏ କହୁଛି ଆଜ୍ଞା ଦେଖନ୍ତୁ ଭୃଗୁ ସଂହିତାରେ ପଢିଲେ ଆପଣ ଜାଣିବେ ଯେ ଭୃଗୁ ସଂହିତା ଲେଖା ହେଇଛି ଯେ ଆପଣ ପୂର୍ବ ଜନ୍ମ ରାଜା ଥିଲେ, ପୂର୍ବ ଜନ୍ମରେ ବହୁତ ବଡ ଧନାଢ୍ୟ ବ୍ୟକ୍ତି ଥିଲେ, କିନ୍ତୁ ଆଜି ଦେଖିଲା ଦାରିଦ୍ର୍ୟରେ ଜୀବନ ଅତିବାହିତ କରୁଛନ୍ତି। କଣ ନିଶ୍ଚୟ କିଛି ନା କିଛି ଆପଣଙ୍କର କର୍ମ ଏଇ ଟାଇପର ଥିବ, ଯାହା ଫଳରେ ମଧ୍ୟ ଆପଣ ଏଇ ପ୍ରକାର ଘଟଣା ଗୁଡିକ ଘଟିବ ଏବଂ ଆପଣ ବିଭିନ୍ନ ପ୍ରକାର ସଂକଟ ସମସ୍ୟାରେ ଗତି କରିବେ। ତ ନିଶ୍ଚୟ ମାଳିକା କେବେ ହେଲେ ମିଥ୍ୟା ନୁହେଁ। ମାଳିକା ତ୍ରିବାର ସତ୍ୟ, ମାଳିକାକୁ କେହି କାଟି ପାରିବେ ନାହିଁ। ମାଳିକା କେବେ ବି ଅସତ୍ୟ ନୁହେଁ, କିନ୍ତୁ ମାଳିକାକୁ ଅସତ୍ୟ କରାଯାଉଛି, ଉଦ୍ଭଟ ପ୍ରଚାର ଏବଂ କଦର୍ଥ କରାଯାଉଛି ମାଳିକାକୁ, ଯାହା ଫଳରେ କେବଳ ଗୋଟେ ଭ୍ୟୁ ପାଇଁ, କେବଳ ପଇସା ରୋଜଗାର କରିବା ପାଇଁ ଏ ପ୍ରକାର କରାଯାଉଛି। ଯେ ଏମିତି ଖରା ଦିନେ একদম ପ୍ରଚାର କରୁଛନ୍ତି ଯେ ଅନ୍ଧାର ହେଇଯିବ 7 ଦିନ 7 ରାତି, କିନ୍ତୁ ଦେଖନ୍ତୁ ବର୍ତ୍ତମାନ ଭୟଙ୍କର ଖରା, କିଛି ସେମିତି ନାହିଁ। ଆଉ ମଧ୍ୟ କୁହାଯାଇଛି ଯେ ଜାନୁଆରୀ 2026 ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିବ, ହୀରାପରା 1 ହେବେ। ଦେଖନ୍ତୁ ସେମିତି କିଛି ନାହିଁ। ବୈଜ୍ଞାନିକ ମାନେ କହୁଛନ୍ତି ଏ ବର୍ଷ ସ୍ୱାଭାବିକ ଠାରୁ କମ ବର୍ଷା ହେବ। ହୀରାକୁଦ ବନ୍ଧ କୌଣସି ପ୍ରକାର ଭାଙ୍ଗିବାର ଆବଶ୍ୟକତା ନାହିଁ ବା ଭାଙ୍ଗିବ ନାହିଁ। କେବେ ଭାଙ୍ଗିବ ତା ପୂର୍ବରୁ ବୈଜ୍ଞାନିକ ମାନେ ଅଛନ୍ତି, ଇଞ୍ଜିନିୟର ମାନେ ଅଛନ୍ତି, ରିସର୍ଚ୍ଚ କରୁଛନ୍ତି କଣ ହବ କେମିତି ହବ। ହଁ, ଆମେ ପ୍ରକୃତିର ତାଣ୍ଡବକୁ ରୋକିବା କଷ୍ଟକର, ପ୍ରକୃତିର ତାଣ୍ଡବକୁ ଅଟକେଇବା ମଧ୍ୟ ବଡ ଠିକ ନୁହେଁ, ଗୋଟେ କଟିବାର କାହା ପାଖରେ ଶକ୍ତି ନାହିଁ। କିନ୍ତୁ ଯଦି ଭଗବାନ ଚାହିଁବେ ତାହା ହବ। ଭଗବାନ କେବେ ଚାହିଁବେନି ଏ ଲକ୍ଷ ଲକ୍ଷ କୋଟି କୋଟି ଲୋକ ଏକା ସାଙ୍ଗରେ ବଢିଯାନ୍ତି। ତା ଭିତରେ ଅନେକ ମଧ୍ୟ ଅଛନ୍ତି ଭଗବାନ ପ୍ରେମୀ ଲୋକ ଅଛନ୍ତି, ସନ୍ଥ ଅଛନ୍ତି, ଭଗବାନଙ୍କ ମାର୍ଗରେ ପରିଚାଳିତ ଲୋକ ଅଛନ୍ତି, ଭଗବାନଙ୍କୁ ମାନୁଥିବା ଲୋକ ଅଛନ୍ତି, ଭଗବାନ ଭକ୍ତି କରୁଥିବା ଲୋକ ଅଛନ୍ତି, ସତ୍ ଧର୍ମ ନ୍ୟାୟ ଚାଲୁଥିବା ବ୍ୟକ୍ତି ଅଛନ୍ତି। ଭଗବାନ କଣ ସମସ୍ତଙ୍କୁ ମାରିଦେବେ ନା, କେବେ ବି ନୁହେଁ। ତେଣୁ ନିରାଟ ଯାହା କହୁଛନ୍ତି ନିରାଟ ମିଥ୍ୟା। ତେଣୁ ନିଶ୍ଚୟ ସବୁ ହବ। ଲୋକ ଦେଖନ୍ତୁ, ଆପଣ ଏଇ ଖରା ଦିନ ବର୍ତ୍ତମାନ ମୁଁ ଅନେକ ଭିଡିଓରେ କହିଛି ଖରା ଦିନ ଅଛି, ଆପଣ ଦେଖିବେ ଆଜିକି 4 ମାସ ତଳେ ଏତେ ଶୀତ ହେଲା। ଶୀତ ଦିନେ ଆଜ୍ଞା ମାନେ ଘରୁ ବାହାରି ହେଲାନି, ଲୋକମାନଙ୍କ ପାଇଁ ମାନେ ଜ୍ୟାକେଟ କାମ ଦେଲାନି, କନ୍ଥା କମ୍ବଳ କାମ ଦେଲାନି, ତେଣୁ ପ୍ରବଳ ଶୀତ ହେଲା।
ସେଇ ଶୀତ ଦିନକୁ ଆପଣ ଖରା ଦିନକୁ ଦେଖନ୍ତୁ ବର୍ତ୍ତମାନ 50-52 ଡିଗ୍ରୀ ଟେମ୍ପରେଚର ଓଡିଶାରେ ବର୍ତ୍ତମାନ କଟକ ଭୁବନେଶ୍ୱର 46-47 ଟେମ୍ପରେଚର ଦେଖନ୍ତୁ ସେ ଶୀତକୁ ଦେଖନ୍ତୁ 9 ଡିଗ୍ରୀ 8 ଡିଗ୍ରୀ ଟେମ୍ପରେଚର ବର୍ତ୍ତମାନ 45-47-48 ଟେମ୍ପରେଚର କିଏ କଲା ଆଗକୁ ପ୍ରକୃତି କରିଛି ପ୍ରକୃତି ତାର ଛାଁ ଛାଁ ପରିବର୍ତ୍ତନ କରିବ ଲୋକଙ୍କର ମାନସିକତା ଚେଞ୍ଜ କରିବ ଲୋକଙ୍କର ବିଚାର ଲୋକଙ୍କର ଯୋଉ ମତି ଗତି ଲୋକଙ୍କର ସବୁ କିଛି ଧୀରେ ଧୀରେ ଚେଞ୍ଜ ହେଇଯିବ କାରଣ କଳିର ଯୋଉ ପ୍ରଭାବ ମସ୍ତକ ଧୀରେ ପଡିଛି ବା ମୁଣ୍ଡରେ ପଶିଛି ସମସ୍ତଙ୍କର ଯାହା ଫଳରେ ସମସ୍ତେ ଭୁଲ କାର୍ଯ୍ୟ ଭୁଲ ତଥ୍ୟ ଭୁଲ ପ୍ରକାର ବିଚାର ଭୁଲ ପ୍ରକାର ରଚନା କରୁଛନ୍ତି ଯେତେବେଳେ ପ୍ରଭୁଙ୍କର କୃପା ହବ ଯେତେବେଳେ ତାଙ୍କର ମସ୍ତିଷ୍କରେ ଯେତେବେଳେ ସତ୍ୟ ବା ଧର୍ମ ଯେତେବେଳେ ବିଚାର ଆସିଯିବ କଳି ଯେତେବେଳେ ହଟିଯିବ ସେତେବେଳେ ସବୁ ସତ୍ୟ ଆସିବ ଏବଂ ଧୀରେ ଧୀରେ ପଜିଟିଭ ଚିନ୍ତାଧାରା ଲୋକଙ୍କ ମନ ଭିତରେ ଆସିବ ଏବଂ ଲୋକମାନେ ଭଲ ହେବେ ନିଶ୍ଚୟ ମାଧବ ବାବୁଙ୍କର ଭିଡିଓ ଆପଣମାନେ ଯଦି ଭଲ ଲାଗିଥିବ ଆମ ଚ୍ୟାନେଲ ସହିତ ଯୋଡ଼ି ରହିବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଭିଡିଓକୁ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିବେ ଆଜ୍ଞା ମାଳିକା ମିଥ୍ୟା ନୁହେଁ ନା ମାଳିକା କେବେ ହେଲେ ଅସତ୍ୟ ନୁହେଁ ତେଣୁ ମାଳିକା ଦେଖନ୍ତୁ ମାଳିକାକୁ ରିସର୍ଚ୍ଚ କରନ୍ତୁ ମାଳିକାକୁ ବୁଝନ୍ତୁ ଏବଂ ପ୍ରଭୁ ଅଚ୍ୟୁତାନନ୍ଦଙ୍କର ଗୁଣଗାନ କରନ୍ତୁ ପଞ୍ଚସଖାଙ୍କର ଗୁଣଗାନ କରନ୍ତୁ ଏବଂ ଜଗନ୍ନାଥଙ୍କର ମଧ୍ୟ ଆପଣ ଆଶ୍ରିତ ହୁଅନ୍ତୁ ଏବଂ ଜଗନ୍ନାଥ ସଂସ୍କୃତି ଜଗନ୍ନାଥଙ୍କର ରାଜ୍ୟରେ ଆମେ ଜଗନ୍ନାଥ ଦେଶରେ ଆମେ ରହି ଜଗନ୍ନାଥଙ୍କର ବାନାକୁ ଟେକ ରଖିବା ପାଇଁ ଚେଷ୍ଟା କରନ୍ତୁ ଜୟ ଜଗନ୍ନାଥ ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ।